ବାର ମାସରେ 13 ପର୍ବ ଭିତରୁ ଏକ ନିଆରା ପର୍ବ ହେଉଛି ଅଗିରା ପୂର୍ଣ୍ଣିମା ବା ଅଗିଜଳା ଉତ୍ସବ। ମାଘ ମାସର ପୂର୍ଣ୍ଣିମା ତିଥିରେ ଯେତେବେଳେ ଗାଁ ଦାଣ୍ଡ ଚଳଚଞ୍ଚଳ ହୋଇ ଉଠେ, ସେତେବେଳେ ମନେ ପଡ଼େ ଆମର ସେହି ପୁରୁଣା ପରମ୍ପରା। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମିଶି କୁଟା ନଡ଼ା ଏକାଠି କରି ଗାଁ ମୁଣ୍ଡରେ ଏକ ବିରାଟ ଗଦା ସଜାଡ଼ିଥାନ୍ତି। ଅପେକ୍ଷା ଥାଏ କେବଳ ସନ୍ଧ୍ୟାକୁ। ସନ୍ଧ୍ୟା ହେଲେ ପୂଜାର୍ଚ୍ଚନା ପରେ ସେହି କୁଟା ଗଦାରେ ଅଗ୍ନି ସଂଯୋଗ କରାଯାଏ। ଆଉ ହରେ ରାମ ହରେ କୃଷ୍ଣ ଗାଇ ନିଆଁ ଚାରିପାଖରେ ବୁଲିବା କିଛି ନିଆରା ଭାବ ଥିଲା। ବିଶ୍ୱାସ ଥାଏ ଏହି ନିଆଁ ଶୀତ ଋତୁକୁ ବିଦାୟ ଦିଏ ଏବଂ ବସନ୍ତକୁ ସ୍ୱାଗତ କରେ। କେବଳ ନିଆଁ ଜଳେନି, ବରଂ ଚାଷୀମାନେ ଆଗାମୀ ବର୍ଷର ଫସଲ ଆଉ ବର୍ଷାର ଅନୁମାନ କରନ୍ତି। ଆଉ ସବୁଠୁ ନିଆରା ଥାଏ, ଶେଷରେ ସମସ୍ତେ ଗୋଟେ ଗୋଟେ ବାଡ଼ି ଧରି ସେ ନିଆଁରେ ପଡ଼ିଥିବା ନଡ଼ିଆ, ଆଳୁ, ବାଇଗଣକୁ ଖୋଜିବା ଆଉ ପ୍ରସାଦ ରୂପେ ବାଣ୍ଟି ଖାଇବାର ମଜା କିଛି ନିଆରା ଥିଲା। ସତରେ ଗାଁର ଏହି ପରମ୍ପରା ଆଉ ଏକତା ଏବେ ଧୀରେ ଧୀରେ ହଜିବାକୁ ଲାଗିଲାଣି।